ନାରୀର ତ୍ୟାଗ ଅବର୍ଣ୍ଣନୀୟ। ଆଜି କିନ୍ତୁ କାହିଁକି କେଜାଣି ବୋଉ କଥା ବହୁତ ମନେ ପଡ଼ୁଥିଲା ମୋର। ଅମାନିଆ ଲୁହଗୁଡ଼ା ବୋଲ ମାନୁ ନଥିଲା। ନିଗିଡ଼ି ପଡ଼ୁଥିଲା ମେଘ ଆକାଶରୁ ଝରି ପଡ଼ିଲା ପରି ଟପ୍ ଟପ୍ ହୋଇ। ବୋଉର ସ୍ମୃତି ବାଦଲ ପରି ଭାସୁଥିଲା ମନ ଆକାଶରେ। ଆଉ କାନରେ ରହି ରହି ପ୍ରତିଧ୍ୱନି କରୁଥିଲା ଶବ୍ଦଟା, ବୋଉଲୋ ତୁ ସତରେ ଭାରି ମିଛେଇ। କେତେବେଳଠାରୁ ମୋ ପାଖରେ ବସି ଖାଉଥିବା ଝିଅ ରୁହି ଉଠି ଯାଇ ସାରିଲାଣି। ମୋତେ ଜଣା ନାହିଁ ମୁଁ ସେମିତି ଅନ୍ୟମନସ୍କ ହୋଇ ବସିଛି। ଆଖିରେ ଭାସି ଯାଉଛି ବୋଉର ହସ ହସ ମୁହଁ। ଏ ଦ୍ୱିପହର ଖାଇବା ବେଳେ ସମସ୍ତଙ୍କୁ ବାଢ଼ି ଦେଇ ସାରିଲା ପରେ ଶେଷରେ ନିଜେ ଖାଇବା ପାଇଁ ଲାଞ୍ଜ ପିସ୍ଟେ ଧରି ବସି ପଡ଼ିଲି। ସାମ୍ନା ଚେୟାରରେ ବସି ଖାଉଥିବା ରୁହି ମୋତେ ପଚାରି ପଚାରି ବ୍ୟସ୍ତ କରୁଥିଲା, ମାମା ତୁମେ ସବୁବେଳେ ମାଛର ଲାଞ୍ଜ ଖଣ୍ଡଟା କାହିଁକି ଖାଅ ଯେ? ତୁମକୁ ସେଇଟା କ'ଣ ଏତେ ବେଶୀ ଭଲ ଲାଗେ? ଏଥର ଘୋଷିଲା ପରି ଚଟ୍କିନ୍ ଉତ୍ତରଟି ଦେଇଥିଲି ମୁଁ। ହଁ ମୋତେ ଭାରି ଭଲ ଲାଗେ। ତୁ ଛୋଟ ପିଲା ଜାଣିନୁ, ଆଉ ଟିକେ ବଡ଼ ହୋଇଗଲେ ଜାଣିଯିବୁ ଯେ ମାଛ ଲାଞ୍ଜ ଖାଇଲେ ରାଣୀ ହୁଅନ୍ତି ବୋଲି। ଝିଅ ରୁହି ମୋ ପ୍ଲେଟ୍ରୁ ଚଟ୍କିନା ଲାଞ୍ଜ ମାଛଟା ଉଠେଇ ଆଣି କହିଲା, ଠିକ୍ ଅଛି ତମର ରାଣୀ ହେବା ଏଥର ସେତିକି ଥାଉ। ମାମା ଆଜିଠୁ ଲାଞ୍ଜ ମାଛଟା ଖାଇ ମୁଁ ରାଣୀ ହେବି। ମୁଁ ଚିଲେଇ ଉଠିଲି, ନା ନା ମୋ ସୁନା ଝିଅଟା ପରା। କଥା ମାନ, ଲାଞ୍ଜରେ ସରୁ କଣ୍ଟା, ବାଛି ବାଛି ତୁ ଖାଇପାରିବୁନି, ତଣ୍ଟିରେ କଣ୍ଟା ଲାଗିଯିବ। ଝିଅ ରୁହି ହସିଲା, ଏବେ ବୁଝିଗଲି ମାମା ତମ ରାଣୀ ହେବାର ରହସ୍ୟ। କଣ୍ଟା ବେଶୀ ଥାଏ ବୋଲି ଅନ୍ୟ କେହି ସେ ଲାଞ୍ଜ ପିସ୍ଟା ଖାଆନ୍ତିନି। ତମେ କିନ୍ତୁ ଭଲ ଲାଗୁ କି ନ ଲାଗୁ ତାକୁ ସବୁବେଳେ ଖାଉଛ। ଆଉ କହିବ କ'ଣ ନା ଲାଞ୍ଜ ଖାଇଲେ ରାଣୀ ହୁଅନ୍ତି। କେଡ଼େ ମିଛେଇ ତମେ ମାମା। ନିଜେ ମିଛ କହୁଛ ଅଥଚ ମୋତେ ସବୁବେଳେ କହିବ ମିଛ କହିବା ମହାପାପ। ଝିଅ କଥା ଶୁଣିବା ବେଳଠାରୁ ଅଧାଖିଆରେ ଅନ୍ୟମନସ୍କ ହୋଇ ବସିଛି ମୁଁ। ରୁହି ପରି ମୁଁ ବି ଦିନେ ବୋଉକୁ ମୋର ଏମିତି କହିଥିଲି। ସେଦିନ ଘରେ ଅନ୍ୟମାନଙ୍କୁ ବାଢ଼ି ଖାଇବାକୁ ଦେଇ ସାରିଲା ପରେ ବୋଉ ନିଜେ ଖାଇଲା ବେଳକୁ ଲାଞ୍ଜ ମାଛ ଖଣ୍ଡେ ଧରି ବସିଥିଲା। ମୁଁ କଲେଜରୁ ଫେରି ବୋଉ ସାଙ୍ଗେ ବସି ପଡ଼ିଲି ଖାଇବାକୁ। ଲାଞ୍ଜ ମାଛଟାରେ ହାତ ଦେଲା ବେଳକୁ ବୋଉ ଚିଲେଇ ଉଠିଲା, ରହ ରହ ହାତରେ କଣ୍ଟା ଫୁଟିଯିବ ଯେ। ତାପରେ ବୋଉ ମୋ ପାଇଁ ସାଇତି ରଖିଥିବା 2 ପିସ୍ ପେଟ ମାଛ ଆଣି ବାଢ଼ିଦେଲା ତାକୁ ଖାଇବା ପାଇଁ। ଖାଇବା ବଦଳରେ ମୁଁ ବୋଉ ସହିତ ଯୁକ୍ତି କରିବା ଆରମ୍ଭ କରିଦେଲି, ବୋଉ ତୁ କାହିଁକି ସବୁବେଳେ ଏକା ଲାଞ୍ଜ ମାଛ ଖାଉଛୁ? ସମସ୍ତଙ୍କୁ ଥରେ ଥରେ ଦଉନୁ। ବୋଉ ମୋ ଗାଲକୁ ଟିକେ ଗେହ୍ଲାରେ ଚିପି ଦେଇ କହିଲା, ତୋର ତ ବିଲେଇ ଆଖି, କେତେ କଥା ବାହାର କରୁଛି ଦେଖୁନୁ। ତୁ କଲେଜରୁ ହାଲିଆ ହୋଇ ଆସିଛୁ, ଖାଇସାରି ଯାଉନୁ ଟିକେ ଗଡ଼ି ପଡ଼ିବୁ, ଉଠିଲେ ପାଠ ପଢ଼ିବୁ। ମୁଁ ବୁଝିବାକୁ ନାରାଜ। ପୁଣି ଥରେ କହିଲି, ନା ବୋଉ ଆଜି ମାଛର ଲାଞ୍ଜଟା ମୁଁ ଖାଇବି, ନହେଲେ ଆଜି ମାଛ ଖାଇବି ନାହିଁ। ମୋ ମନକୁ ହାଲକା କରିବାକୁ ବୋଉର ଉତ୍ତର ଥିଲା, ବୁଝିଲୁ ଲାଞ୍ଜ ମାଛ ମୋତେ ଭଲ ଲାଗେ। ମୁଁ ସେଇଟା କାହାକୁ ଦିଏନି ଖାଇବାକୁ। କାହିଁକି କହିଲୁ? ମାଛର ଲାଞ୍ଜ ଖାଇଲେ ରାଣୀ ହୁଅନ୍ତି। ମୁଁ ରୁହି ପରି କହିଥିଲି, ଠିକ୍ ଅଛି ଏବେ ମୁଁ ବି ଲାଞ୍ଜ ଖାଇ ରାଣୀ ହେବି। ସେତେବେଳେ ବୋଉ ମୋର ହସି ହସି କହିଲା, ଶାଶୁଘର ଗଲେ ମାଛର ଲାଞ୍ଜ ଖାଇ ରାଣୀ ହେବୁ। ମୁଁ ବୁଝି ନ ପାରି ମନକୁ ମନ ପଚାରୁଥିଲି ଯେ ମୋ ବୋଉ କେଉଁ ରାଜ୍ୟର ରାଣୀ ଯେ? ଦିନଯାକ ତ ଚାକରାଣୀ ପରି ଖଟୁଛି, କ'ଣ ନା ରାଣୀ। ବଡ଼ ପାଟିରେ ବୋଉକୁ କହିଲା, ମିଛେଇ? ମହା ମିଛେଇ ବୁଝିଲୁ ବୋଉ। ତୁ ଆମକୁ କହିବୁ ମିଛ କହନା, ଦେଖିଲା ବେଳକୁ ନିଜେ ମିଛ କହୁଛୁ। ମିଛେଇ ବୋଉ କହି ଅଇଁଠା ହାତରେ ବୋଉକୁ କୁଣ୍ଡେଇ ଧରି ଗେଲ କରି ପକାଇଲି ମୁଁ। ବୋଉଲୋ ତୁ ଆମ ସମସ୍ତଙ୍କ କଥା କେତେ ଭାବୁଛୁ, ଆମ ପାଇଁ କେତେ କରୁଛୁ, ତୋତେ କଷ୍ଟ ହଉନି? ବୋଉ ଫିକ୍ କିନା ହସି ଦେଇ କହିଲା, ପରିବାର ଭିତରେ ସ୍ନେହ ମମତା ଓ ଭଲ ପାଇବା ଥିଲେ ଏ ଛୋଟ ଛୋଟ କଷ୍ଟ ସହି ହୁଏ। ସମୟ ସ୍ରୋତରେ ତୁ ବି ଧୀରେ ଧୀରେ ଶିଖିଯିବୁ ଲୋ ମା। ନାରୀ ଭିତରେ ଅସୀମ ଧୈର୍ଯ୍ୟ ଥାଏ। ଭଗବାନ ନାରୀକୁ ଯଥେଷ୍ଟ ସହିବା ଶକ୍ତି ଦେଇଛନ୍ତି। ସେ ଚାହିଁଲେ ଘରଟିକୁ ସ୍ୱର୍ଗ ହୁଏ, ନହେଲେ ନର୍କ ପାଲଟିଯାଏ। ଏବେ ମୁଁ ଜାଣିଯାଇଛି ଯେ ମାଛର ଲାଞ୍ଜ ତ ଗୋଟେ ବାହାନା, ତାକୁ ଜମା ଭଲ ଲାଗୁ ନଥିବା ଏ ମାଛ ଲାଞ୍ଜଟା କଡ଼େଇକୁ କାଢ଼ି କାହା ଖାଇବା ପ୍ଲେଟ୍ରେ ସେ ବାଢ଼ି ଦେଇପାରେନା। କେମିତି ଦେବ?
ଫୋପାଡ଼ି ଦେବାକୁ ଇଚ୍ଛା ହୁଏ ନା। ତେଣୁ ଆସ୍ତେ ଆସ୍ତେ ଖାଉ ଖାଉ ଅଭ୍ୟାସରେ ପଡ଼ିଗଲାଣି। ନିଜ ଘର ଛାଡ଼ି ଆସିଲା ପରେ ନୂଆ ଘରଟିକୁ ନିଜର କରିବା ପାଇଁ କେତେ କଥା କେତେ ବ୍ୟଥାକୁ ଆଖି ବୁଜି ନୀରବରେ ସହିବାକୁ ପଡ଼େ। ନିଜର ଆଚାର ବିଚାର ବ୍ୟବହାର ରୁଚି ପସନ୍ଦ ନାପସନ୍ଦଠାରୁ ଖାଇବା ପିଇବା କଥାବାର୍ତ୍ତା ଚାଲିଚଳନ ଉପରେ ଅଙ୍କୁଶ ଲଗାଇବାକୁ ପଡ଼େ। ଭୁଲି ଯିବାକୁ ପଡ଼େ ନିଜର ଅସ୍ତିତ୍ୱ ନିଜର ପୂର୍ବ ପରିଚୟ। ସବୁ ଝିଅଙ୍କ ପାଇଁ ବିବାହ କେବଳ ଏକ ବନ୍ଧନ ନୁହେଁ ବରଂ ପୁନର୍ଜନ୍ମ। ଯେଉଁ ଘରେ ନୂଆ ହୋଇ ଆସିଥିବା ଝିଅଟିର ମନକୁ ବୁଝି ଆପଣେଇ ନେଇ ସ୍ନେହ ମମତା ଦିଅନ୍ତି ଓ ଝିଅଟି ପ୍ରତି ବଦଳରେ ସମ୍ମାନ ସ୍ନେହ ଭକ୍ତି ଓ ସମ୍ମାନ ଦେବା ସହିତ କର୍ତ୍ତବ୍ୟ କରେ, ସେ ପରିବାରଟିରେ ସୁଖ ଓ ଶାନ୍ତି ଭରିଯାଏ। ହସି ଉଠେ ସଂସାର। ଏତେ ଦିନ ପରେ ବୋଉ କହୁଥିବା ରାଣୀ ହେବା କଥାର ଅର୍ଥ ଏବେ ମୁଁ ବୁଝିପାରୁଥିଲି। ସତରେ ମାଛ ଲାଞ୍ଜ ଖାଇଲା ପରି ଘର ଭିତରେ ନାରୀଟିଏ ନିଜର ସବୁ ସୁଖ ସ୍ୱପ୍ନକୁ ତ୍ୟାଗ କରି ନିଜ ଇଚ୍ଛା ନିଜ ରୁଚିକୁ ଜଳାଞ୍ଜଳି ଦେଇ ଅନ୍ୟ ପାଇଁ ବଞ୍ଚି ଶିଖିଲେ କର୍ତ୍ତବ୍ୟ ପଥରେ ଆଗେଇ ଯାଇ ଅନ୍ୟକୁ ଖୁସି ବାଣ୍ଟି ପାରିଲେ ପରିବାରର ଲୋକଙ୍କ ମୁହଁରେ ହସ ଫୁଟେଇ ସମସ୍ତଙ୍କର ସ୍ନେହ ଆଦର ଓ ଭଲ ପାଇବା ପାଇ ରାଣୀ ପରି ସୁଖ ଓ ଶାନ୍ତିରେ ରହେ। ଏଇ ତ ହେଉଛି ନାରୀର ଜୀବନ।